ଆପଣ ଦେଖୁଛନ୍ତି ଯେ ଦୀର୍ଘ 70 ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହେଲା ତାଳଚେର ସହରରେ ଏ ଗଣେଶ ପୂଜା ଚାଲି ଆସୁଛି ଏବଂ ଦିନକୁ ଦିନ ଏହାର କଳେବର ବୃଦ୍ଧି ପାଇବାରେ ଲାଗିଛି ଏବଂ ତାଳଚେର ସହରରେ ପ୍ରାୟ 78 ରୁ ଊର୍ଦ୍ଧ୍ୱ ପୂଜା ମଣ୍ଡପରେ ପ୍ରଭୁ ଗଜାନନ ବିରାଜମାନ ହେଇଛନ୍ତି। ଦୀର୍ଘ 12 ଦିନ ଧରି ଏ କାର୍ଯ୍ୟକ୍ରମ ବହୁତ ଭଲ ଭାବରେ ଚାଲିଛି, ଶାନ୍ତି ଶୃଙ୍ଖଳା ଚାଲିଛି ଏବଂ ସହର ଉତ୍ସବ ମୁଖର ହୋଇ ଉଠିଛି। ଦୀର୍ଘ 11 ଦିନ ଧରି ପ୍ରଭୁ ଗଜାନନ ମଣ୍ଡପ ଗୁଡ଼ିକରେ ବିରାଜମାନ ହେବା ପରେ ଆଜି ଏ ପ୍ରସିଦ୍ଧ ଭସାଣୀ ଉତ୍ସବ କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ ଏ ଭସାଣୀରେ ପୂର୍ବରୁ ଲଟେରୀରେ ସ୍ଥିର ହୋଇଥିବା ଧାର୍ଯ୍ୟ ହୋଇଥିବା ପୂଜା ମଣ୍ଡପ ଗୁଡ଼ିକ ସିରିଆଲରେ ତାଙ୍କର ଭସାଣୀ ଶୋଭାଯାତ୍ରାକୁ ଆରମ୍ଭ କରିଛନ୍ତି ଏବଂ ଏହା ରାତି 10ଟା ପୂର୍ବରୁ ବିସର୍ଜନ ହେବ ବୋଲି ସ୍ଥିରୀକୃତ ହେଇଛି। ଆପଣ ଜାଣିଥିବେ ଏ ତାଳଚେର ଗଣେଶ ପୂଜାର ଆଉ ଗୋଟେ ହେଲା ଐତିହ୍ୟ ଯେ ଏହାର ଲଡୁ ନିଲାମ। କ'ଣ ହୁଏ ଲଡୁରେ ନା ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକ ଆସି ଏଠାରେ ଏକତ୍ରିତ ହୋଇଛନ୍ତି, ଲୋକାର୍ପଣ ହୋଇପଡ଼େ ଏବଂ ଗତକାଲି 19,38,000 ଟଙ୍କାରେ DSS ଗ୍ରୁପ ଏ ଲଡୁକୁ ଠାକୁରଙ୍କ ନିଲାମରେ ନେଇଛନ୍ତି ଏବଂ ତାଳଚେରର ଐତିହ୍ୟ ପରମ୍ପରା ଆଜି ପ୍ରଭୁ ଗଜାନନଙ୍କର ଯେଉଁ ବିରାଜମାନ ହେଇଛନ୍ତି ତା ପରମ୍ପରାକୁ ଶୋଭା ରାଜ୍ୟରେ ବୃଦ୍ଧି କରିଛନ୍ତି ପ୍ରଭୁ ଗଜାନନ। ମୁଁ ଆଶା କରିବି ତାଳଚେରରେ ସବୁ ବର୍ଷ ପରି ଚଳିତ ବର୍ଷର ପୂଜା ଗୁଡ଼ିକ ଯେପରି ଶାନ୍ତି ଶୃଙ୍ଖଳା ସହିତ ପାଳନ ହେଇଛି ଏବଂ ଭସାଣୀ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ପାଳନ ହେବ।